Hello everyone, welcome to my YouTube channel Teaching by SB Paper 308 Unit 3 ମୁଁ ଆମ୍ଭେ ଓ ଆମ୍ଭେମାନେ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ନାଟକଟି ରହିଛି। ଦେଖିବା। ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ପ୍ରମୁଖ ଦାବିଦାରୀମାନଙ୍କ ମଧ୍ୟରେ ଅନ୍ୟତମ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ଚର୍ଚ୍ଚିତ ନାଟକ ମୁଁ ଆମ୍ଭେ ଓ ଆମ୍ଭେମାନେ ଓଡ଼ିଆ ନାଟକ ଉତ୍ତରଣ ପଥରେ ସୀମା ନିର୍ଦ୍ଦେଶକ ମାଇଲ ଖୁଣ୍ଟ। ମୁଁ ଆମ୍ଭେ ଓ ଆମ୍ଭେମାନେ ଓଡ଼ିଆ ନାଟକ ଉତ୍ତରଣ ପଥରେ ସୀମା ନିର୍ଦ୍ଦେଶକ ମାଇଲ ଖୁଣ୍ଟ। ଏହି ନାଟକଟି ପାରମ୍ପରିକ ଶୈଳୀରେ ରଚିତ ହୋଇ ଆସୁଥିବା ମଞ୍ଚ ନାଟକର ବିବର୍ତ୍ତନରେ ଏକ ବୈପ୍ଳବିକ ସଂସ୍କାର ଓ ନୂତନତାର ସନ୍ଦେହ ଦେଇଥିଲେ ନାଟ୍ୟକାର ରମେଶ ପାଣିଗ୍ରାହୀ। ଆନ୍ତର୍ଜାତିକ ସ୍ତରରେ ବିଶେଷ ୟୁରୋପୀୟ ନାଟ୍ୟଶୈଳୀକୁ ଅନୁସରଣ କରି ମନୋରଞ୍ଜନ ଦାସ ଓଡ଼ିଆ ନାଟକରେ ବନହଂସୀ ମାଧ୍ୟମରେ ଉଦ୍ଭଟ ନାଟ୍ୟ ପରମ୍ପରାର ଯୁଗ ଆରମ୍ଭ କରିଥିବା କଥା ଆଲୋଚକ ପ୍ରକାଶ କରିଥିଲେ। ହେଁ ମନୋରଞ୍ଜନଙ୍କ ବନହଂସୀ ଅପେକ୍ଷା ମୁଁ ଆମ୍ଭେ ଓ ଆମ୍ଭେମାନେ ମୁକ୍ତଧାରାର ନାଟକ ଭାବରେ ନବନାଟ୍ୟ ଆନ୍ଦୋଳନର ଶୁଭ ଶଙ୍ଖ ବାଦନ କରିଥିଲା। କାରଣ ପ୍ରାଥମିକ ନାଟ୍ୟଶୈଳୀର ଅସଲ ପରିବର୍ତ୍ତନର ବାହକ ଥିଲା ଏହି ନାଟକ। ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ମୁଁ ଆମ୍ଭେ ଓ ଆମ୍ଭେମାନେ ନାଟକର ରଚନାକାଳ 1968 ମସିହାରେ ଏବଂ ଏହି ବର୍ଷ ହିଁ ମନୋରଞ୍ଜନଙ୍କ ବନହଂସୀ, ବିଜୟ ମିଶ୍ରଙ୍କ ଶବବାହକ ମାନେ, ବିଶ୍ୱଜିତ ଦାସଙ୍କ ନାଲିପାନ ରାଣୀ କଳାପାନ ଟୀକା, ଅକ୍ଷୟ ମହାନ୍ତିଙ୍କ ସମ୍ବିତ ପରି କିଛି ପରୀକ୍ଷା ସମ୍ବଳିତ ନାଟକ ରଚିତ ହୋଇଥିଲା। ଏସବୁ ନାଟକ ମଧ୍ୟରେ ରମେଶ ପାଣିଗ୍ରାହୀଙ୍କ ମୁଁ ଆମ୍ଭେ ଓ ଆମ୍ଭେମାନେ ସର୍ବାଧିକ ଥର ଓଡ଼ିଶାର ଅଗଣିତ ବା ରାଜ୍ୟର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହୋଇ ନାଟ୍ୟପ୍ରେମୀ ବା ମଞ୍ଚପ୍ରେମୀ ଦର୍ଶକ ଓ ପାଠକଙ୍କୁ ଆମୋଦିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ହୃଦୟ ଓ ମନରେ ନୂତନତାର ସ୍ପର୍ଶକୁ ଆସ୍ୱାଦନ କରିଥିଲେ। ଏହି ନାଟକ ଦୀର୍ଘ 30 ବର୍ଷ ଧରି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମନୋନୀତ ହୋଇ ପଠିତ ହେବାର ଗୌରବ ଲାଭ କରିଛି। କେଉଁ ନାଟକଟି ନା ମୁଁ ଆମ୍ଭେ ଓ ଆମ୍ଭେମାନେ ନାଟକଟି। ମୁଁ ଆମ୍ଭେ ଓ ଆମ୍ଭେମାନେ ନାଟକରେ ସେପରି କୌଣସି ଚମକପ୍ରଦ ଶୈଳୀ ପ୍ରୟୋଗ କରାଯାଇ ନାହିଁ। ନାଟ୍ୟସ୍ଥାନଟି ଡ୍ରଇଂ ରୁମ୍ ନୁହେଁ କିମ୍ବା କୌଣସି ଘର ମଧ୍ୟ ନୁହେଁ। ସହର ଉପକଣ୍ଠର ଏକ ବସ୍ଷ୍ଟାଣ୍ଡ ଯେଉଁଠାରେ ବହୁ ରାସ୍ତା ବହୁ ଅଞ୍ଚଳକୁ ଯାଇଛି। ପଛରେ ପୋଖରୀ, ପାହାଡ଼ ଏବଂ ଆକାଶ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଏକ ଦିଗନ୍ତ ଅଛି ଏବଂ ସାମ୍ନାରେ ତ୍ରିଛକଟିଏ। ସମସ୍ତ ସ୍ୱାଧୀନୋତ୍ତର ସମୟର ନେହୁରୁ ପଲ୍ଲୀକୁ ଯିବା ପାଇଁ ଅପେକ୍ଷା କରିଛନ୍ତି। ଗ୍ରାମ ଓ ସହରର ମଧ୍ୟବର୍ତ୍ତୀ ଏହି ପ୍ରତୀକାତ୍ମକ ତ୍ରିଛକି ଉପରେ ଚା ଦୋକାନଟିଏ। ସେଇଠି ଗ୍ରାମ ଓ ସହରର ଉଭୟ ଅଞ୍ଚଳର ଚରିତ୍ରମାନେ ଏକାଠି ହୋଇଛନ୍ତି। ମଞ୍ଚ ଉପରେ ଗୋଟିଏ ଚୁଲି କ୍ରମାଗତ ଭାବେ ଜଳୁଛି ଏବଂ ତା ଉପରେ କଡ଼େଇରେ ତେଲ ଟକମକ ହୋଇ ଫୁଟୁଛି। ନାଟକର ଯନ୍ତ୍ରଣାମୟ ମୁହୂର୍ତ୍ତଗୁଡ଼ିକରେ ଛଣା ହେବା ଶବ୍ଦ ଆସୁଛି ଆବାହ ସଙ୍ଗୀତ ଭଳି। ଏହି ତ୍ରିଛକି ଉପରେ ପ୍ରାକ୍ ସ୍ୱାଧୀନ ଏବଂ ସ୍ୱାଧୀନୋତ୍ତର ଗ୍ରାମ ଏବଂ ସହରାଞ୍ଚଳ, ଗାନ୍ଧୀ ଏବଂ ଗାନ୍ଧୀ ପରବର୍ତ୍ତୀ ଆଦର୍ଶ, ପୁରାତନ ଏବଂ ନୂତନ, ପରମ୍ପରା ଏବଂ ଆଧୁନିକତା ଚରିତ୍ରମାନଙ୍କ ମଧ୍ୟରେ ଫେଣ୍ଟାଫେଣ୍ଟି ହୋଇ ଆସିଛନ୍ତି। ମୁଁ ଆମ୍ଭେ ଓ ଆମ୍ଭେମାନରେ ନିର୍ଦ୍ଦିଷ୍ଟ କାହାଣୀ ନାହିଁ। କାହାଣୀର ସରଳ ରୈଖିକ ଗତି ନାହିଁ, ବରଂ ପ୍ରତ୍ୟେକ ଚରିତ୍ରର ଅନ୍ତରାଳରେ ଏକ ଅନୁଭବ୍ୟ କାହାଣୀ ଅଛି। ନିର୍ଦ୍ଦିଷ୍ଟ କାହାଣୀ ନଥିବାରୁ ଅନେକ କାହାଣୀ ଅଛି। ଏହି କାହାଣୀ ସମୂହକୁ ରୂପାୟିତ କରୁଥିବା ଚରିତ୍ରମାନଙ୍କର ନିର୍ଦ୍ଦିଷ୍ଟ ସାମାଜିକ ରାଜନୈତିକ ସ୍ୱପ୍ନ ଦେଖୁ ଦେଖୁ ଉଭୟଙ୍କର ଅସୁରମାନଙ୍କର ସାମ୍ନା କରିଛନ୍ତି ସଚେତନ ଚରିତ୍ରମାନେ। ନାଟକରେ ସାମାଜିକ ଜୀବନର ବିଭିନ୍ନ ସ୍ତରର ନରନାରୀ ଏଥିରେ ଚରିତ୍ର ରୂପେ ପ୍ରତିଭାତ ହୋଇଛନ୍ତି। ଏହି ନାଟକରେ ଅଛନ୍ତି ରାଜନୈତିକ ନେତା, ଗାଁ ଟାଉଟର ଚକ୍ରଧର, ଚା ଦୋକାନୀ ଗୋବିନ୍ଦ ସାହୁ, ଗୋବିନ୍ଦର ପୁତ୍ର ଗୁରୁବାରିଆ, ମୁକୁନ୍ଦ ବାରିକ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମୋହନ, କବି ଅତୁନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁରଜିତ, ଲଟେରୀ ବିକ୍ରେତା ଦୋଳ ଗୋବିନ୍ଦ ଏବଂ ନାୟିକା ଏଠାରେ ଅଛନ୍ତି ବନ୍ୟା। ଏଠି ଲେଖାଯାଇ ନାହିଁ, ନାୟିକା ବନ୍ୟା ମଧ୍ୟ ଅଛନ୍ତି। ନାଟକଟି ନିଖିଳ ଉତ୍କଳ ନାଟକ ପ୍ରତିଯୋଗିତାରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ନାଟକୀୟ କଥାବସ୍ତୁର ଘଟଣାସ୍ଥଳୀ ହେଉଛି ସହର ଉପକଣ୍ଠରେ ଥିବା ଗୋଟିଏ ଛୋଟିଆ ନିରୋଳା ବସ୍ଷ୍ଟାଣ୍ଡ। ଯେଉଁ ବସ୍ଷ୍ଟାଣ୍ଡରେ ଗୋବିନ୍ଦ ସାହୁଙ୍କ ଚା ଦୋକାନୀ। ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସନ୍ତି ବସ୍ ଧରିବା ପାଇଁ।
ସେହି ଚା ଦୋକାନ ପାଖରେ ରୁଣ୍ଡ ହୁଅନ୍ତି। ତେଣୁ ନାଟକୀୟ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ଶ୍ରେଣୀର ଚରିତ୍ରଙ୍କ ଏକତ୍ରିତ ହେବା ପାଇଁ ସ୍ଥାନଟି ବେଶ୍ ଉପଯୋଗୀ ହୋଇପାରିଛି। ସମାଜର ଏକ ଦର୍ପଣ ସଦୃଶ ବସଷ୍ଟାଣ୍ଡକୁ ସେ ନିର୍ବାଚନ କରିଛନ୍ତି। କିଏ? ନା ନାଟ୍ୟକାର। ଏହି ନାଟକରେ ବସଷ୍ଟାଣ୍ଡଟିକୁ ସମାଜର ଏକ ଦର୍ପଣ ସଦୃଶ ଭାବରେ ନିର୍ବାଚନ କରିଛନ୍ତି। ନାଟକର କଥାବସ୍ତୁ ଆରମ୍ଭ ହୋଇଛି ଗୋବିନ୍ଦ ସାହୁର ପୁଅ ଗୁରୁବାରିଆକୁ ଗାଁର ବାରିକ ମୁକୁନ୍ଦି ଖିଅର କରୁଛି। ସାମ୍ପ୍ରତିକ ଯୁବମାନସର ପ୍ରତିନିଧି ରୂପେ ନାଟ୍ୟକାର ଗୁରୁବାରିଆ ଚରିତ୍ରକୁ ନିର୍ବାଚନ କରିଛନ୍ତି, ଯିଏକି ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ଚାହେଁ, ବାପାର ରକ୍ଷଣଶୀଳ ମନୋବୃତ୍ତିର ବିରୁଦ୍ଧାଚରଣ କରେ। ଗୋବିନ୍ଦ ସାହୁ ଓ ମୁକୁନ୍ଦି ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ସେଠାରେ ପହଞ୍ଚିଛନ୍ତି ଗାଁ ଟାଉଟର ଚକ୍ରଧର ପରିଡ଼ା। ଏଇଠାରେ କଥାବସ୍ତୁର ଆରମ୍ଭରେ କ'ଣ ହୋଇଛି ନା ଗୋବିନ୍ଦ ସାହୁର ପୁଅ ଗୁରୁବାରିଆକୁ ଗାଁର ବାରିକ ମୁକୁନ୍ଦି ଖିଅର କରୁଛି ହେଲା। ତାପରେ ପୁଣି ସେଇ ଗୋବିନ୍ଦ ସାହୁ ମୁକୁନ୍ଦି ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ସେଠାରେ ପହଞ୍ଚିଛନ୍ତି ଟାଉଟର ଚକ୍ରଧର ପରିଡ଼ା। ଚକ୍ରଧର ପରିଡ଼ାଙ୍କ ପୁତୁରା ମୁକୁନ୍ଦି ବାରିକର ଝିଅକୁ ଧରି କେଉଁଆଡ଼େ ଚାଲି ଯାଇଥିବାରୁ ଚକ୍ରଧର ପରିଡ଼ାକୁ ମୁକୁନ୍ଦି ଦେଖି ପଳାୟନ କରିଛି, ମାନେ ପଳେଇ ଯାଇଛି। ଚକ୍ରଧର ପରିଡ଼ା ଗୋବିନ୍ଦ ସାହୁ ଦୋକାନରେ ଚା ବରାଦ କରିଛନ୍ତି, ଚା ପାଇଁ ଅର୍ଡ଼ର ଦେଇଛନ୍ତି ବା କହିଛନ୍ତି, ଏବଂ ଚାଟା ପିଇ ସାରି ଭାରି ଗନ୍ଧଉଛି ବୋଲି ମନ୍ତବ୍ୟ ଦେଇ ଚାଲି ଯାଇଛନ୍ତି। ଚକ୍ର ପରିଡ଼ା ବିଦାୟ ନେବା ପରେ ସେଠାରେ ଆସି ପହଞ୍ଚିଛନ୍ତି ଦରିଦ୍ର ପ୍ରାଇମେରୀ ସ୍କୁଲ ଶିକ୍ଷକ ବିଶ୍ୱମୋହନ। ଶୋଷିତ ସମାଜର ନିର୍ଯାତିତ ସମାଜର ପ୍ରତିନିଧି ସେ। ଅର୍ଥହୀନ ବିଶ୍ୱମୋହନ ବୟସ 55 ପୂରିବାକୁ ଅଳ୍ପ ଦିନ ବାକି। ବିଶ୍ୱମୋହନର ବୟସ 55 ପୂରିବାକୁ ଆଉ କିଛି ଦିନ ବାକି ଅଛି। ଚାକିରି କ୍ଷେତ୍ରରୁ ଅବସର ନେଲେ ପରିବାରଟି କିପରି ଚଳିବ? ଘରେ ରୋଗାକ୍ରାନ୍ତ ପରିବାର। ତେଣୁ ଚାକିରିର ସମୟ ବଢ଼ାଇ ଦେବାକୁ ସେ ମନ୍ତ୍ରୀଙ୍କୁ ଦେଖା କରିବାକୁ ଭୁବନେଶ୍ୱର ଯିବା ପଥରେ ସେହିଠାରେ ଅଟକି ଯାଇଛନ୍ତି। ଚକ୍ର ପରିଡ଼ାଙ୍କ ସହ ସାକ୍ଷାତ ହେବା ପରେ ଚକ୍ର ପରିଡ଼ା ତାଙ୍କ ସମ୍ମୁଖରେ ବୟାନ କରିଛନ୍ତି ରାଜନୈତିକ ଜୀବନର କାହାଣୀ। ଚାକିରି କ୍ଷେତ୍ରରୁ ଅବସର ନେଲେ ପରିବାରଟି କିପରି ଚଳିବ, ଯାହାକି ବିଶ୍ୱମୋହନଙ୍କ ଘରେ ରୋଗାକ୍ରାନ୍ତ ପରିବାର। ତେଣୁ ଚାକିରିର ସମୟ ବଢ଼ାଇ ଦେବାକୁ ସେ ମନ୍ତ୍ରୀଙ୍କୁ ଦେଖା କରିବାକୁ ଭୁବନେଶ୍ୱର ଯିବା ସମୟରେ ବା ଯିବା ରାସ୍ତାରେ ସେଇ ବସଷ୍ଟାଣ୍ଡରେ ଅଟକି ଯାଇଛନ୍ତି, ଯାହାକି ଚକ୍ରଧର ପରିଡ଼ାଙ୍କ ସହ ସାକ୍ଷାତ ହେବା ପରେ ଚକ୍ର ପରିଡ଼ା ତାଙ୍କ ସମ୍ମୁଖରେ ବୟାନ କରିଛନ୍ତି ରାଜନୈତିକ ଜୀବନର କାହାଣୀ ଗୁଡ଼ିକ। ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିଛି ଚକ୍ର ପରିଡ଼ା ବିଶ୍ୱମୋହନଙ୍କ ଛାତ୍ର। ପରେ ଜଣାପଡ଼ିଛି ଯେ ଚକ୍ର ପରିଡ଼ା ହେଉଛନ୍ତି ବିଶ୍ୱମୋହନଙ୍କ ଛାତ୍ର। ତେଣୁ ଚକ୍ର ପରିଡ଼ା ନିଜର ପାରିଲାପଣ ଦେଖାଇ ବିଦାୟ ନେଇଛନ୍ତି ବିଶ୍ୱମୋହନଙ୍କ ଠାରୁ। ଏହି ସମୟରେ ସେଠାରେ ଉପସ୍ଥିତ ହୋଇଛନ୍ତି ପୂର୍ବତନ ଅଧ୍ୟାପକ ବିଚିତ୍ରାନନ୍ଦ। ମୁଁ ଆମ୍ଭେ ଓ ଆମ୍ଭେମାନେ ନାଟକର ସର୍ବଶ୍ରେଷ୍ଠ ଆକର୍ଷଣ ବିଚିତ୍ରାନନ୍ଦ ଚରିତ୍ର। ନାଟକର ନାୟକ ଭୂମିକାରେ ତାଙ୍କର ଅବତାରଣା। ସେ ଥିଲେ ଦର୍ଶନ ବିଭାଗ ଅଧ୍ୟାପକ। ବିଚିତ୍ରାନନ୍ଦ ହେଉଛନ୍ତି ଦର୍ଶନ ବିଭାଗର ଅଧ୍ୟାପକ। ବିବାହ କରିଥିଲେ ବନ୍ୟାଙ୍କୁ। ପତ୍ନୀ ବନ୍ୟା ଥିଲେ ସୁନ୍ଦରୀ ଓ ସମ୍ଭ୍ରାନ୍ତ ଘରର, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯେଉଁ ବନ୍ୟା ନାଁଟି ଅଛି ଶକୁନ୍ତଳା ନାଁରେ ମଧ୍ୟ ପରିଚିତ ଥିବ, ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିଯିବ। ବିବାହ କରିଥିଲେ ବନ୍ୟାଙ୍କୁ। ପତ୍ନୀ ବନ୍ୟା ଥିଲେ ସୁନ୍ଦରୀ ଓ ସମ୍ଭ୍ରାନ୍ତ ଘର କନ୍ୟା। ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ, କିନ୍ତୁ ପ୍ରାଣପ୍ରିୟା ପତ୍ନୀ ସ୍ୱାମୀଙ୍କୁ ପରିତ୍ୟାଗ କରି ଚାଲିଗଲେ। ପତ୍ନୀ ବିଶ୍ୱାସଘାତକତା କରି ଛାଡ଼ି ଯିବା ପରେ ସେ ଅର୍ଦ୍ଧପାଗଳ ହୋଇପଡ଼ିଛନ୍ତି। ତାଙ୍କର ବେଶଭୂଷା, କଥାବାର୍ତ୍ତା, ଚାଲିଚଳନ ପ୍ରତ୍ୟେକ କ୍ଷେତ୍ରରେ ଭରି ରହିଛି ଶାଣିତ ବ୍ୟଙ୍ଗ ଓ ବିଦ୍ରୂପ। ତାଙ୍କର ଗୁରୁବାରିଆ ପ୍ରତି ଆଶୋକ୍ତି ଅଛି। ଜୀବନକୁ ସେ ଲକ୍ଷ୍ୟ କରିଛନ୍ତି ହତାଶବୋଧ ମଧ୍ୟରେ। ତାଙ୍କର ଅତୀତର ଚିତ୍ର ଅନୁଭୂତିକୁ ସ୍ମରଣ କରି ସେ କହିଛନ୍ତି, ବଞ୍ଚିଥିଲା ଯାଏ ମଣିଷ ଜାତିଙ୍କୁ କଦାପି ବିଶ୍ୱାସ କରିବେନି, କାରଣ ଏଇଟା ପୃଥିବୀ। ଏହି ସମୟରେ ଦୂରରୁ ରାମ ନାମ ସତ୍ୟ ହୁଏ ଧ୍ୱନି ଶୁଣାଯାଇଛି। ପରେ ଜଣାପଡ଼ିଛି ବିଶ୍ୱମୋହନଙ୍କ ସ୍ତ୍ରୀକୁ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ପଥ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି। ବିଚିତ୍ରାନନ୍ଦଙ୍କ ଅଶ୍ରୁସିକ୍ତ ନୟନରୁ ସ୍ୱର ଭାସି ଆସିଛି, ତୁମେ ସ୍ୱାଧୀନ ଦେଶର ଶ୍ରେଷ୍ଠ ସୈନିକ ବିଶ୍ୱମୋହନ, ଯାଅ, ଜୀବନ ସହିତ ଅବିଶ୍ରାନ୍ତ ଯୁଦ୍ଧ କର। ନାଟକର ଅନ୍ୟତମ ପ୍ରଧାନ ଚରିତ୍ର ଅତନୁ ଦାସ। ଅତନୁ ଜଣେ ଆଧୁନିକ କବି।
ପ୍ରେମରୁ ହିଁ ତାଙ୍କ କବିତ୍ୱର ଉଦୟ। ବିଚିତ୍ରାନନ୍ଦଙ୍କୁ ଡାଇଭୋର୍ସ କରିଥିବା ବନ୍ୟାକୁ ସେ ବିବାହ କରିଥିଲେ ତାର ସୌନ୍ଦର୍ଯ୍ୟର ଆକର୍ଷଣରେ। କିନ୍ତୁ ବନ୍ୟା କବି ଅତନୁଙ୍କୁ ସ୍ୱାମୀ ରୂପେ ପାଇ ସନ୍ତୁଷ୍ଟ ହୋଇ ନ ପାରି ତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ଚାଲିଯାଇଛି ଚଳଚ୍ଚିତ୍ରରେ ଅଭିନେତ୍ରୀ ହେବା ପାଇଁ। ଏଠାରେ ବନ୍ୟା ବିଚିତ୍ରାନନ୍ଦଙ୍କୁ ଡାଇଭୋର୍ସ ଦେଇ ସାରିଲା ପରେ ପୁଣି କବି ଅତନୁଙ୍କୁ ମଧ୍ୟ ବିବାହ କରିଛି। କିନ୍ତୁ ଅତନୁଙ୍କୁ ସ୍ୱାମୀ ରୂପରେ ପାଇ ସନ୍ତୁଷ୍ଟ ହୋଇ ନ ପାରି ତାକୁ ମଧ୍ୟ ଛାଡ଼ି ଚଳଚ୍ଚିତ୍ରରେ ଅଭିନେତ୍ରୀ ହେବା ପାଇଁ ମଧ୍ୟ ଚାଲିଯାଇଛି। ବନ୍ୟା ଅତନୁଙ୍କୁ ଛାଡ଼ି ଚାଲିଗଲା ବେଳେ ସାଥିରେ ନେଇଯାଇଛି ତାଙ୍କର ସବୁ ସ୍ୱପ୍ନ। ତଥାପି ସମସ୍ତ ଫ୍ରଷ୍ଟ୍ରେସନ୍ ମଧ୍ୟରେ ସେ କବି ଭାବରେ ବଞ୍ଚି ରହିଛନ୍ତି, ବଞ୍ଚିବାକୁ ଚାହାନ୍ତି ବନ୍ଧୁ ଚିତ୍ରାନନ୍ଦଙ୍କ ସହିତ ସେହି ବସ୍ଷ୍ଟାଣ୍ଡରେ ତାଙ୍କର, ଯାହାକି ଅତନୁଙ୍କ ସହିତ ସାକ୍ଷାତ ଘଟିଛି। ସମଗ୍ର ଜୀବନ ଯୁଦ୍ଧରେ ସେ ଜଣେ ପରାଜିତ ସୈନିକ। ତାଙ୍କ ମତରେ ରାଜନୀତି, ଦେଶ ସେବା, ଏପରିକି ଖାଇବା ପିଇବା ପ୍ରତ୍ୟେକ କ୍ଷେତ୍ରରେ ଅଛି ଯୌନର ଆକର୍ଷଣ। ଅତନୁ କବିତା ଲେଖିବା ଛାଡ଼ିଦେବା କଥା ବିଚିତ୍ରାନନ୍ଦଙ୍କୁ ଜଣାଇଛନ୍ତି। ଅସ୍ତିତ୍ୱବାଦର ନିର୍ଯାସକୁ ନିଜ ଜୀବନରେ ପରଖିଥିବା ଅତନୁ ପ୍ରକୃତରେ ଯନ୍ତ୍ରଣାକୁ ଲୁଚାଇବାର ଛଳନା କରିଛନ୍ତି। ମାପିବାକୁ ଚାହିଁଛନ୍ତି ନିଜଠାରୁ ନିଜର ଦୂରତା। ପରିଶେଷରେ ପ୍ରେମ, ଭଲପାଇବାର ଅପ୍ରାପ୍ତି ଭିତରେ ବନ୍ୟାକୁ ଭୁଲିବା ପାଇଁ ଅତନୁକୁ ଲେଖିବାକୁ ପଡ଼ିବ କବିତା ନହେଲେ ଗଳ୍ପ, ଗଳ୍ପ ନହେଲେ କବିତା। ଅତନୁ କବି ସମ୍ମିଳନୀରେ ଯୋଗ ଦେବା ପାଇଁ ଏତେ ଦୂର ନେହେରୁପଲ୍ଲୀ ଆସିଛନ୍ତି। ଗାନ୍ଧୀ ବିଦ୍ୟା ମନ୍ଦିରରେ କବିତା ପାଠ କରିବେ। ପୁରୁଣା ଛିଣ୍ଡା ପାଣ୍ଡୁଲିପିର ଜୀବନ କବିତା ପଢ଼ିବେ। ନାଟକର ଅନ୍ୟ ଦୁଇଟି ଗୌଣ ଚରିତ୍ର ସୁରଜିତ ଏବଂ ଦୋଳଗୋବିନ୍ଦ। ସୁରଜିତ ଚଳଚ୍ଚିତ୍ରର ନିର୍ଦ୍ଦେଶକ। ସୁରଜିତ ହେଉଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ। ସିନେମାର ଅଭିନେତ୍ରୀଙ୍କୁ ସାଙ୍ଗରେ ନେଇ ଆଉଟଡୋର ସୁଟିଂ କରିବା ବାହାନାରେ ଯୌନ ଲାଳସା ଓ ସମ୍ଭୋଗଲିପ୍ସା ଚରିତାର୍ଥ କରିବା ତାର ନିତିଦିନିଆ ରୁଟିନ୍ ବନ୍ଧା କାର୍ଯ୍ୟକ୍ରମ। ଅର୍ଥ ପାଇଁ ପ୍ରଯୋଜକ ଓ ନିର୍ଦ୍ଦେଶକ ହାତରେ କଣ୍ଟ୍ରାକ୍ଟ ବା ଚୁକ୍ତିରେ ବାନ୍ଧି ହୋଇଯାଏ ଅଭିନେତ୍ରୀ। ସେଥିରୁ ତାର ନିସ୍ତାର ନାହିଁ। ସୁରଜିତ ଅଭିନେତ୍ରୀ ବନ୍ୟା ସହ ନିବିଡ଼ତା ଅର୍ଜନ କରି କିଛି ଦିନ ପରେ ରେଜିଷ୍ଟ୍ରି ବିବାହ କରିବାର ନିଷ୍ପତ୍ତି ନେଇଛି। ନାଟ୍ୟକାରଙ୍କ ଦୃଷ୍ଟିରେ ସୁରଜିତ ଭୋଗବାଦୀ ଜୀବନଚର୍ଯ୍ୟାର ପ୍ରତିଭୂ। ସେହିପରି ନାଟକରେ ଆବିର୍ଭାବ ହୋଇଥିବା ଦୋଳଗୋବିନ୍ଦ ଜଣେ ଲଟେରୀ ବିକ୍ରେତା। ସ୍ୱପ୍ନର ଭେଳିକି ସୃଷ୍ଟି କରିଥିବା ଜଣେ ପେଶାଦାର ମଣିଷ। ଭାଗ୍ୟ ଉପରେ ବିଶ୍ୱାସ ରଖିଥିବା ଲୋକଙ୍କ ପାଖରେ ସେ ମାତ୍ର 1 ଟଙ୍କାର ଲଟେରୀ ଟିକେଟ୍ ବିକ୍ରି କରି ଲକ୍ଷପତିରୁ କୋଟିପତି ହେବାର ସମ୍ଭାବନାକୁ ସେମାନଙ୍କ ମନରେ ଜାଗ୍ରତ କରିବାରେ ସେ ସିଦ୍ଧହସ୍ତ। ଲଟେରୀ କିଣି ଭାଗ୍ୟ ବଦଳିଥିବା ଲୋକଙ୍କ ଲମ୍ବା ତାଲିକାରେ ସାମିଲ ହେବା ପାଇଁ ଅଗଣିତ ମଣିଷଙ୍କ ଉତ୍କଣ୍ଠା ରାତାରାତି ବଡ଼ ହେବାର ସ୍ୱପ୍ନ ଦେଖିଥିବା ମଣିଷକୁ ପ୍ରଲୋଭିତ କରିଥିବାରେ ସଫଳ ଚରିତ୍ର ଦୋଳଗୋବିନ୍ଦ। ନାଟ୍ୟକାର ରମେଶ ପ୍ରସାଦଙ୍କ ନିଖୁଣ ସୃଷ୍ଟି। ନାଟକର ସର୍ବଶ୍ରେଷ୍ଠ ଆକର୍ଷଣ ଏକମାତ୍ର ନାରୀ ଚରିତ୍ର ବନ୍ୟା। ନାଟକର ସେ ନାୟିକା। ପାରମ୍ପରିକ ଭାରତୀୟ ନାରୀ ଚରିତ୍ର ସେ ଏକ ବ୍ୟତିକ୍ରମ। ଦେଖିବାକୁ ସେ ସୁନ୍ଦରୀ। ନାଟକରେ ନାୟିକା ବନ୍ୟା ଏକ ବହୁରୂପୀ ଚରିତ୍ର। ବହୁ ପୁରୁଷଙ୍କୁ ସେ ଭୋଗ କରିଛି। ସେ ପ୍ରଥମେ ବିବାହ କରିଥିଲା ଅଧ୍ୟାପକ ବିଚିତ୍ରାନନ୍ଦଙ୍କୁ। ବିଚିତ୍ରାନନ୍ଦଙ୍କ ମଧ୍ୟବିତ୍ତ ଜୀବନ ଶୈଳୀକୁ ସେ ପସନ୍ଦ କରିନଥିଲା। ତାର ସମ୍ଭୋଗ ଲିପ୍ସା ଓ ବିଳାସିନୀ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ବିଚିତ୍ରାନନ୍ଦଙ୍କ ପାଖରେ ପ୍ରଚୁର ଯୌନ ଆକର୍ଷଣ ନଥିବା ଅନୁଭବ କରି ସେ ତାଙ୍କୁ ପରିତ୍ୟାଗ କଲା। ବୈବାହିକ ଜୀବନ ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ। ଅନ୍ୟ ଏକ ଶିକାର ଖୋଜିବା ଭିତରେ ଅତନୁକୁ ଜୀବନସାଥୀ ଭାବରେ ବାଛି ନେଇଥିଲା। କିନ୍ତୁ ଅତନୁ ସହ ମଧ୍ୟ ସଂସାର ଗଢ଼ି ନ ପାରି ତାକୁ ବି ପରିତ୍ୟାଗ କରି ଚାଲିଯାଇଛି ଚଳଚ୍ଚିତ୍ର ଜଗତକୁ। ସେଇଠି ନିର୍ଦ୍ଦେଶକ ସୁରଜିତଙ୍କୁ ରେଜିଷ୍ଟର ବିବାହ କରିବାକୁ ମନସ୍ଥ କରିଛି। ତତ୍ସହିତ ବିଚିତ୍ରାନନ୍ଦ ପତ୍ନୀ ଶକୁନ୍ତଳା ଏବଂ ଅଭିନେତ୍ରୀ ବନ୍ୟାର ମଧ୍ୟବର୍ତ୍ତୀ ଏକ ପରିଚୟହୀନ ଅସ୍ତିତ୍ୱ ଭିତରେ ଥରକୁ ଥର ମୁଖା ପରିବର୍ତ୍ତନ କରିବାର ସାଂଘାତିକ ଖେଳ ମଧ୍ୟରୁ ନିଜର ବିଚୂର୍ଣ୍ଣିତ ସତ୍ତାକୁ ଦେଖିବା ଛଡ଼ା ତାର ଅନ୍ୟ ଗତି ନାହିଁ। ବହୁ ବିବାହ ତା ଦୃଷ୍ଟିରେ ଦୋଷାବହ ନୁହେଁ। ଭ୍ରୂଣ ହତ୍ୟା ତା ଦୃଷ୍ଟିରେ ପାପ ନୁହେଁ। ନିଜର ସୌନ୍ଦର୍ଯ୍ୟ ରକ୍ଷା ଓ ସ୍ୱାଧୀନ ଜୀବନଶୈଳୀକୁ ଆପଣେଇ ନେବାକୁ ଯାଇ ସେ ଗର୍ଭସ୍ଥ ସନ୍ତାନକୁ ହତ୍ୟା କରିଛି। ଗର୍ଭପାତ ତା ପାଇଁ ସାଧାରଣ କଥା। ଜୀବନଟା ତା ପାଇଁ ପାଲଟି ଯାଇଛି ଏକ ୱେଷ୍ଟଲ୍ୟାଣ୍ଡ।
ସେ ସବୁଜ ଶ୍ୟାମଳ ପୃଥିବୀକୁ ଭୟ କରିଛି। ସାଧାରଣ ଜୀବନ ବଞ୍ଚୁଥିବା ଜଣେ ଝିଅ ହେବା ପାଇଁ ଚେଷ୍ଟା କଲାବେଳେ ସେ ଆଉ ରାସ୍ତା ପାଇନାହିଁ। ଶକୁନ୍ତଳାରୁ ବନ୍ୟା, ବନ୍ୟାରୁ ସିନେମା ଅଭିନେତ୍ରୀ, ଅଭିନେତ୍ରୀରୁ ଅସଂଖ୍ୟ ଭୂମିକା ଭିତରେ ଏପରି ବିଖଣ୍ଡିତ ହୋଇପଡ଼ିଥିଲା ଯେ ନାରୀତ୍ୱ ପାଖରେ ପୁନର୍ବାର ପହଞ୍ଚିବା ତା ପାଇଁ ହୋଇପଡ଼ିଛି ଦୁରୂହ। ସେ ନିଜର ସତ୍ତାକୁ ଚିହ୍ନିପାରି ନାହିଁ। ତାର ଧାରଣା ଅନେକ ଦିନ ତଳୁ ଶକୁନ୍ତଳା ମରିଯାଇଛି। ବର୍ତ୍ତମାନ ସେ ଅଭିନେତ୍ରୀ ବନ୍ୟା ହୋଇ ରହିଯାଇଛି। ନାଟ୍ୟକାର ରମେଶ ପାଣିଗ୍ରାହୀଙ୍କ ଦୃଷ୍ଟିରେ ବନ୍ୟା ବିଂଶ ଶତାବ୍ଦୀର ଏକ ଦିଗହଜା ନାରୀ, ଭାରତ ମାତାର ଏକ ନଷ୍ଟ ରୂପକଳ୍ପ। ବନ୍ୟା କହିଛି, ମୁଁ ଗୋଟିଏ ୱେଷ୍ଟଲ୍ୟାଣ୍ଡ। କାହାକୁ? ଅତନୁକୁ କହିଛି ଯେ ମୁଁ ଗୋଟିଏ ୱେଷ୍ଟଲ୍ୟାଣ୍ଡ, ମୁଁ ସବୁଜ ପୃଥିବୀକୁ ଭୟ କରେ। ଦେଖ, ମା ନ ହେବା ଫଳରେ ମୋ ଯୌବନ ଅତୁଟ, ମୋ ବୟସ 10 ବର୍ଷ କମିଯାଇଛି। ପୁଣି ଅନ୍ୟତ୍ର ନିଜ ନାରୀତ୍ୱର ଜମାନବନ୍ଦୀ ଦେଇ କହିଛି, ଏଇ ଶତାବ୍ଦୀରେ ମାତୃତ୍ୱ ନାହିଁ। ମୁଁ ମା ହେବାକୁ ଚାହେଁନା। ଅତନୁକୁ କହିଛି, ମୁଁ ମା ହେବାକୁ ଚାହେଁନା, ମୁଁ ଭାରତ ମାତା ହେବାକୁ ଚାହେଁନା। ବାସ୍ତବିକ ବନ୍ୟା ଅବକ୍ଷୟୀ ନାରୀତ୍ୱର ଏକ ସାର୍ଥକ ଉଦାହରଣ। ମୁଁ ଆମ୍ଭେ ଓ ଆମ୍ଭେମାନେ ନାଟକ ସ୍ୱାଧୀନତା ପରବର୍ତ୍ତୀ ମଣିଷର ଜୀବନ ଯନ୍ତ୍ରଣାର ସାର୍ଥକ ରୂପାୟନ। ଉଭୟ ଆଙ୍ଗିକ ଓ ଆତ୍ମିକ ମୂଲ୍ୟବୋଧ ଦୃଷ୍ଟିରୁ ଏହା ସଫଳ ନାଟକ। ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଜୀବନରେ ଘଟୁଥିବା ଅନେକ ଅନର୍ଥ ଓ ବିଭୀଷା ମୂଳରେ ରହିଛି ନାରୀ। ଏ ମହାନ ସତ୍ୟକୁ ନାଟକ ମାଧ୍ୟମରେ ଲେଖକ କହିଛନ୍ତି। ନବନାଟ୍ୟ ଆନ୍ଦୋଳନର ପ୍ରଥମ ପ୍ରତିଧ୍ୱନି ଏଥିରେ ଶୁଣିବାକୁ ମିଳିଅଛି। ମୁକ୍ତଧାରାର ନାଟକ ରଚନା ପ୍ରକ୍ରିୟାରେ ଏହା ଏକ ସଫଳ ପରୀକ୍ଷା। ସମକାଳର ଅନ୍ୟାନ୍ୟ ନାଟକ ଅପେକ୍ଷା ଏଥିରେ ସଂଯୋଜିତ ଚରିତ୍ର, ସଂଳାପ, ଥିମ୍, ପ୍ରତୀକାତ୍ମକ ଉପସ୍ଥାପନା, ଦ୍ୱନ୍ଦ୍ୱ, ସାମାଜିକ ବ୍ୟଙ୍ଗ, ନାମକରଣ କୌଶଳ, କଥାବସ୍ତୁର ଅଭିନବ ପରିକଳ୍ପନା ଓ ମଞ୍ଚ କୌଶଳ ଦୃଷ୍ଟିରୁ ଏହାକୁ ନବନାଟ୍ୟ ଧାରାର ମୁଖଶାଳା ବୋଲି ନିର୍ବିବାଦରେ କୁହାଯାଇପାରେ। ଏହା ଥିଲା ମୁଁ ଆମ୍ଭେ ଓ ଆମ୍ଭେମାନେ, ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ନାଟକଟି।